ସ୍ୱାଗତ। ଆଜିର ଯୋଉ କ୍ଲାସ୍ ରହିବ ଆପଣଙ୍କର ଦେଖିପାରୁଥିବେ ଆପଣଙ୍କର ସେଟ୍ 9 ଓଡ଼ିଶା ଜିକେର ଆପଣଙ୍କର ସେଟ୍ 9 ରୁ ବହୁତ ବଢ଼ିଆ କ୍ୱେଶ୍ଚନ୍ ଅଛି ଆପଣମାନଙ୍କ ପାଇଁ ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଆଜି ବି ନେଇ ଆସିଛି। ଆପଣମାନେ ନୋଟ୍ କରିକି ନିହାତି ରଖିବେ। ଆଉ ଆପଣଙ୍କର ଯୋଉ 15ଟି କ୍ୱେଶ୍ଚନ୍ ଅଛି ଆପଣମାନେ କେତେ କରୁଛନ୍ତି ନିହାତି କମେଣ୍ଟ ସେକ୍ସନରେ ଆପଣଙ୍କର ମତାମତ ଜଣେଇବେ। ଠିକ୍ ଅଛି, ତ ଚାଲନ୍ତୁ ଷ୍ଟାର୍ଟ କରିବା ଫାଷ୍ଟ କ୍ଲାସ୍। ଦେଖନ୍ତୁ ଅଛି ଆଜି ପ୍ରଥମେ ଏ କ୍ୱେଶ୍ଚନ୍‌ଟି ମୁଁ ଅଲରେଡ଼ି ଆଜି ଆପଣଙ୍କ ସହିତ ସେୟାର କରିଥିଲି ମର୍ଣ୍ଣିଂରେ। ଯଦି ଆପଣମାନଙ୍କ ପାଇଁ 1 ନମ୍ବର କ୍ୱେଶ୍ଚନ୍‌ଟା ଆପଣମାନଙ୍କ ପାଇଁ ଯିଏ ବି ଭିଡ଼ିଓ ଦେଖିବେ ଆପଣମାନେ ଜଗନ୍ନାଥଙ୍କ ବିଷୟରେ ଅଛି ଆପଣମାନେ ନିହାତି ଆନ୍ସର୍ ଦେବା ପାଇଁ ଚେଷ୍ଟା କରିବେ। ଠିକ୍ ଅଛି, ଦେଖିକି ଏମିତି ଚୁପ୍ ରହିଯିବେ, ଦେଖିକି ମାନେ ଆପଣମାନେ କମେଣ୍ଟ ନିହାତି ଜଣେଇବେ। କହିଲା ହୁ ବ୍ରଟ୍ ଅରୁଣ ସ୍ତମ୍ଭ ଫ୍ରମ୍ ସନ୍ ଗଡ୍ ଟେମ୍ପଲ୍ କୋଣାର୍କ। ଏଇ ଯେଉଁ ସୌମ୍ୟବଂଶୀ ମରାଠା ଇଂଲିଶ ମ୍ୟାନ୍ ଆଉ ଭୁଇ ଡାଇନେଷ୍ଟି ଅଛି ଆପଣଙ୍କର, ଆ ଭିତରୁ କିଏ କୋଣାର୍କରୁ ଆପଣଙ୍କର ଅରୁଣ ସ୍ତମ୍ଭଟା ଆଣିକି ପୁରୀର ଯେଉଁ ଆପଣଙ୍କର ଆଣିକି ରଖିଥିଲେ ପୁରୀର ଯେଉଁ ସ୍ଥାପନ କରିଥିଲେ, ଆ ଭିତରେ କମେଣ୍ଟ ସେକ୍ସନରେ ଆପଣ ନିହାତି ଜଣେଇବେ। ନେକ୍ସଟ ରହିଲା 2 ନମ୍ବର କ୍ୱେଶ୍ଚନ୍‌ଟି ଅଛି ହୁ ୱାଜ୍ ଦ ଫାଉଣ୍ଡର ଅଫ୍ ମହିମା ରିଲିଜିଅନ୍। ମହିମା ଧର୍ମର ଫାଉଣ୍ଡର କିଏ? ଯେଉଁ 4ଟି ଅପସନ୍ ଅଛି ମହିମା ଧର୍ମର ଆପଣଙ୍କର ଫାଉଣ୍ଡର କିଏ ବା ପ୍ରତିଷ୍ଠାତା କିଏ ହେଉଛି, ଆର କରେକ୍ଟ ଆନ୍ସର୍ ରହିବ ମହିମା ଗୋସ୍ୱାମୀ। ଠିକ୍ ଅଛି, ମୁଁ ଆପଣଙ୍କର କ୍ୱେଶ୍ଚନ୍ ପଢ଼ି ସାରିଲା ବେଳକୁ 15ଟା କ୍ୱେଶ୍ଚନ୍ ଆପଣମାନେ ନିହାତି କମେଣ୍ଟ ସେକ୍ସନରେ ଜଣେଇବେ ଆପଣଙ୍କର କେତେ ରହୁଛି, 15ଟାରୁ କେତେ ରହୁଛି। ଠିକ୍ ଅଛି, ନେକ୍ସଟ ଯିବା ପଞ୍ଚାୟତ ରାଜ ଦିବସ ଇଜ୍ ଅବଜର୍ଭ ଓଡ଼ିଶା ଇନ୍ ମାର୍ଚ୍ଚ 5 ହୁଇଚ୍ ବାର୍ଥଡେ। ଆ ଭିତରୁ ଯେଉଁ ଆପଣଙ୍କର ମଧୁସୂଦନ ଦାସ, ନବକିଶୋର ଚୌଧୁରୀ, ବିଜୁ ପଟ୍ଟନାୟକ, ବିଶ୍ୱନାଥ ଦାସ, ଆ ଭିତରୁ ଆପଣଙ୍କର କାହାର ଜନ୍ମ ଉତ୍ସବଟା ଆପଣଙ୍କର ପଞ୍ଚାୟତ ରାଜ ରୂପେ ସେଲିବ୍ରେସନ୍ କରାଯାଏ ବା ପାଳନ କରାଯାଏ? ଆପଣମାନେ ଜାଣିଥିବେ, ବହୁତ ବଢ଼ିଆ କ୍ୱେଶ୍ଚନ୍‌ଟି ନା ବିଜୁ ପଟ୍ଟନାୟକ। କରେକ୍ଟ ଆନ୍ସର୍ ରହିବ ବିଜୁ ପଟ୍ଟନାୟକ। ନେକ୍ସଟ ଯିବା 4 ନମ୍ବର କ୍ୱେଶ୍ଚନ୍ ହୁ ଗିଭ୍ ଓଥ୍ ଦ ଚିଫ୍ ଜଷ୍ଟିସ୍ ଅଫ୍ ଓଡ଼ିଶା ହାଇକୋର୍ଟ। ଓଡ଼ିଶା ହାଇକୋର୍ଟରେ ଯେଉଁ ଆପଣଙ୍କର ଯିଏ ଅଛନ୍ତି ଚିଫ୍ ଜଷ୍ଟିସ୍ ତାଙ୍କୁ କିଏ ଶପଥ ପାଠ କରାଏ? ଠିକ୍ ଅଛି, ତ ଏଇଟା ପଲିଟି କ୍ୱେଶ୍ଚନ୍, ଅଲରେଡ଼ି ପଲିଟି କ୍ୱେଶ୍ଚନ୍ ଆପଣମାନଙ୍କର, କିନ୍ତୁ ଓଡ଼ିଶା ରିଲେଟେଡ୍ ରହିଛି ଆପଣଙ୍କର କିଏ ହେଉଛି ଆପଣ ହାଇକୋର୍ଟର ଚିଫ୍ ଜଷ୍ଟିସ୍ କି ଶପଥ ପାଠ କରିବ? କରେକ୍ଟ ଆନ୍ସର୍ ହେଉଛି ଗଭର୍ଣ୍ଣର। ଏଇଠି ଆପଣମାନଙ୍କ ପାଇଁ ଗୋଟେ କ୍ୱେଶ୍ଚନ୍ ରହିବ, ସମ୍ବିଧାନର କେଉଁ ଅନୁସୂଚୀରେ ମେନସନ୍ କରାଯାଇଛି ଶପଥ ପାଠ, କେଉଁ ଅନୁସୂଚୀରେ ମେନସନ୍ କରାଯାଇଛି ଓଥ୍? ଆପଣମାନେ କମେଣ୍ଟ ସେକ୍ସନରେ ନିହାତି ଆନ୍ସର୍ ଜଣେଇବେ। ଠିକ୍ ଅଛି, ନେକ୍ସଟ ଯିବା ନେକ୍ସଟ କ୍ୱେଶ୍ଚନ୍ ହୁ ଆର୍ ଦ ଡାଇରେକ୍ଟର ଅଫ୍ ଫିଲ୍ମ ସୀତା ବିବାହ। ଯେଉଁ ଆପଣଙ୍କର ଫାଷ୍ଟ ଫିଲ୍ମ ହେଉଛି ଓଡ଼ିଶା ସୀତା ବିବାହ, ତାର ଡାଇରେକ୍ଟର କିଏ? ଏଇଠି ମୁଁ କହିଦେଉଛି, ଏଇଟା ହେଉଛି 1936ରେ ଆପଣଙ୍କର ହେଉଛି ପବ୍ଲିଶ ହେଇଥିଲା। ଏହାର ହେଉଛି ରହିବ କରେକ୍ଟ ଆନ୍ସର୍ ରହିବ ହେଉଛି ଆପଣଙ୍କର ଓଡ଼ିଶାର ଯେଉଁ ଫାଷ୍ଟ ସୀତା ଫିଲ୍ମ ହେଉଛି ସୀତା ବିବାହ, ଆର ହେଉଛି ଡାଇରେକ୍ଟର କିଏ ହେଉଛି ମୋହନ ସୁନ୍ଦର ଗୋସ୍ୱାମୀ। କିଏ ରହିବ? ମୋହନ ସୁନ୍ଦର ଗୋସ୍ୱାମୀ। ନେକ୍ସଟ ଯିବ 6 ନମ୍ବର କ୍ୱେଶ୍ଚନ୍ ହୁ ଇଜ୍ ଦ ଫାଷ୍ଟ ଚିଫ୍ ଜଷ୍ଟିସ୍ ଓଡ଼ିଶା ହାଇକୋର୍ଟ। ବଢ଼ିଆ କ୍ୱେଶ୍ଚନ୍ ଅଛି। ହାଇକୋର୍ଟ ମନେ ରଖନ୍ତୁ 214 ଆଉ ସୁପ୍ରିମକୋର୍ଟ ହେଉଛି 124। ଟିକେ ମନେ ରଖିବେ, ଟୋଟାଲି ହାଇକୋର୍ଟ ହେଉଛି ଆପଣଙ୍କର 25ଟା ହାଇକୋର୍ଟ ଅଛି। ଆଉ ଲାର୍ଜେଷ୍ଟ ହାଇକୋର୍ଟ ଗୁହାଟୀ ହାଇକୋର୍ଟ, ନିହାତି ମନେ ରଖିବେ। ଠିକ୍ ଅଛି, ତା ଭିତରୁ ରବି ରାୟ, ରବିପ୍ରସାଦ ରାୟ, ବୀରକିଶୋର ରୟ ହେଉଛି ଆପଣଙ୍କର ଓଡ଼ିଶା ହାଇକୋର୍ଟର ପ୍ରଥମ ଚିଫ୍ ଜଷ୍ଟିସ୍ କିଏ? ଓଡ଼ିଶା ହାଇକୋର୍ଟର ପ୍ରଥମ ଚିଫ୍ ଜଷ୍ଟିସ୍ କିଏ ହେଉଛି ଆପଣଙ୍କର? ନା ବୀରକିଶୋର ରାୟ। କେଉଁଟା ହେଉଛି? ବୀରକିଶୋର ରାୟ। ଏଇଟା ନିହାତି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍‌ଟି। ନେକ୍ସଟ ଯିବା ଏଇଠି ଦେଖନ୍ତୁ ପୁଣି ସେଇ ଜଗନ୍ନାଥଙ୍କ ବିଷୟରେ ଆପଣମାନେ ଜଗନ୍ନାଥ କ୍ୱେଶ୍ଚନ୍ ଆସୁଛି। ଯଦି ଆର ଭିଡ଼ିଓ ଜାଣିନାହାନ୍ତି, ଦେଖିନାହାନ୍ତି, ଆପଣମାନେ ନିହାତି ଦେଖିଦେବେ। ଆର ହେଉଛି କ୍ୱେଶ୍ଚନ୍‌ଟି ଜଗନ୍ନାଥଙ୍କର ଦେଖିଦେବେ। ଠିକ୍ ଅଛି, ନେକ୍ସଟ ଯିବା ହୁ ଇଜ୍ ଦ ଫଲୋଇଂ ହେଉଛି କରେକ୍ଟ। ଦି ନମ୍ବର ଅଫ୍ ହୁଇଲ୍ ହେଉଛି ଚାରିଆଡ଼ୁ ଲର୍ଡ଼ ଜଗନ୍ନାଥଙ୍କର 16ଟି। ଠିକ୍ ଅଛି, ଦି ନମ୍ବର ଅଫ୍ ହୁଇଲ୍ ହେଉଛି ଚାରିଆଡ଼ୁ ଲର୍ଡ଼ ବଳଭଦ୍ର ଯାହା 14ଟି। ଲର୍ଡ଼ ହୁଇଲ୍ ହେଉଛି ସୁଭଦ୍ରାଙ୍କର ହେଉଛି ଆପଣଙ୍କର 12ଟି। ଅଲରେଡ଼ି ଦେଖନ୍ତୁ ଆ ଭିତରେ ସବୁ ଅପସନ୍ ଠିକ୍ ଅଛି, ସେଥିପାଇଁ ଅଲ୍ ଅଫ୍ ଦିଜ୍ କରେକ୍ଟ ଆନ୍ସର୍ ରହିବ। 7 ନମ୍ବର ଡି ରହିବ ଆନ୍ସର୍ କରେକ୍ଟ। ନେକ୍ସଟ ଯିବା 8 ନମ୍ବର କହିଲା ସାରଳା ଦେବୀ ୱାଜ୍ ଦ ଫାଷ୍ଟ ଓମେନ୍ ଇଲେକ୍ଟେଡ୍ ଓଡ଼ିଶା ଲେଜିସ୍ଲେଟିଭ୍ ଆସେମ୍ବଲି। ତ ଏଇଠି ଆପଣମାନେ କମେଣ୍ଟ କରି ଶେଷ ଓଡ଼ିଶା ଲେଜିସ୍ଲେଟିଭ୍ ଆସେମ୍ବଲି କେତୋଟି ସିଟ୍ ଅଛି ଆପଣମାନେ ନିହାତି କମେଣ୍ଟ କରି ଜଣିବେ। ସାରଳା ଦେବୀ ଯେଉଁ ପ୍ରଥମେ ହେଉଛି ଓଡ଼ିଶା ବିଧାନସଭା ହେଉଛି ଆପଣଙ୍କର ଇଲେକ୍ଟ ହେଇଥିଲେ, ସେ ହେଉଛି କେଉଁ ବିଧାନମଣ୍ଡଳୀ? ନା ପାଟକୁରା, ଯାହାକି ଆପଣଙ୍କର କେନ୍ଦ୍ରାପଡ଼ା। ମନେ ରଖନ୍ତୁ ପାଟକୁରା ରହୁଛି କେନ୍ଦ୍ରାପଡ଼ା। ନେକ୍ସଟ ଯିବା 9 ନମ୍ବର ହୁଇଚ୍ ଡିଷ୍ଟ୍ରିକ୍ଟ ହେଉଛି ବେଷ୍ଟ ପଞ୍ଚାୟତ ଆୱାର୍ଡ଼ ହେଉଛି ନ୍ୟାସନାଲ୍ ପଞ୍ଚାୟତ ଆୱାର୍ଡ଼ ହେଉଛି 2023। ତ ଆପଣଙ୍କର 2023ର ଯେଉଁ ନ୍ୟାସନାଲ୍ ପଞ୍ଚାୟତ ଆୱାର୍ଡ଼ ଦିଆହେଲା, ତ ଆପଣଙ୍କର ବେଷ୍ଟ ଡିଷ୍ଟ୍ରିକ୍ଟ ଓଡ଼ିଶାରେ କେଉଁଟା ରହିଲା? ଓଡ଼ିଶାର ବେଷ୍ଟ ଡିଷ୍ଟ୍ରିକ୍ଟ ମନେ ରଖନ୍ତୁ ଗଞ୍ଜାମ ରହିଲା। କେଉଁଟା ହେଉଛି? ଗଞ୍ଜାମ। ଏ କ୍ୱେଶ୍ଚନ୍‌ଟି ଅଲରେଡ଼ି ଆସିସାରିଛି। ନେକ୍ସଟକୁ ଯିବା ଖୁଦୁରୁକୁଣି ଓଷା। ଖୁଦୁରୁକୁଣି ଓଷା ହେଉଛି ଅବଜର୍ଭ ହୁଇଚ୍ ମନ୍ଥ। ଦେଖନ୍ତୁ এই କ୍ୱେଶ୍ଚନ୍ ବି ଆସିପାରେ। ଖୁଦୁରୁକୁଣି ଓଷା କେଉଁ ମାସ? ଆପଣ କାର୍ତ୍ତିକ, ଭାଦ୍ରବ, ମାର୍ଗଶିର, ପୌଷ। ଆପଣଙ୍କର ଖୁଦୁରୁକୁଣି ଓଷା ଆପଣମାନେ ନିହାତି କମେଣ୍ଟ ସେକ୍ସନରେ ଜଣାଇବେ। ଖୁଦୁରୁକୁଣି ଓଷା କେଉଁ ମାସ ଆଉ କେଉଁ ଗଡ଼କୁ, କେଉଁ ଆପଣ ଗଡ଼େସ୍କୁ, କେଉଁ ମାନେ କେଉଁ
କେଉଁ ଭଗବାନଙ୍କୁ ହେଉଛି ପୂଜା କରାଯାଏ? ନିହାତି ଆପଣ କମେଣ୍ଟ ସେକ୍ସନରେ ଆନ୍ସର ଦେବେ। 10 ନମ୍ବର କ୍ୱେଶ୍ଚନଟା ଆପଣଙ୍କ ପାଇଁ, 10 ନମ୍ବର କ୍ୱେଶ୍ଚନ ଆପଣଙ୍କ ପାଇଁ। ଠିକ୍ ଅଛି, ନେକ୍ସଟ ଯିବା। ବଢ଼ିଆ କ୍ୱେଶ୍ଚନ କ୍ୱେଶ୍ଚନ ଆସିଛି ଆଜି। ହୁଇଚ୍ ଇନ୍ ଦ ଫଲୋଇଂ ଡିଷ୍ଟ୍ରିକ୍ଟ ହେଉଛି ଟପ୍ ପ୍ରଡକ୍ସନ୍ ଅଫ୍ ଜିଞ୍ଜର ଆଉ ଟର୍ମାରିକ୍? ଆପଣଙ୍କର ଅଦା ହଳଦୀରେ କେଉଁ ଡିଷ୍ଟ୍ରିକ୍ଟ ଆପଣଙ୍କର ଟପ୍ ରହିବ? ଆପଣ ପୁରୀ, କନ୍ଧମାଳ, ବୌଦ୍ଧ ଆଉ ବାଲେଶ୍ୱର। ତ ଆର କରେକ୍ଟ ଆନ୍ସର ହେଉଛି କନ୍ଧମାଳ ଡିଷ୍ଟ୍ରିକ୍ଟ। ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚନ, ହୁ ଇଜ୍ ଦ ରାଇଟର ଅଫ୍ ବୁକ୍ ହେଉଛି ନୀଳ ମାଷ୍ଟ୍ରିଆନ? ନୀଳ ମାଷ୍ଟ୍ରିଆନ ବହିଟା ଅଲରେଡ଼ି ବହୁତ ଥର ଆସିଛି। ନୀଳ ମାଷ୍ଟ୍ରିଆନ ରାଇଟର କିଏ ହେଉଛି ଆପଣଙ୍କର? ଗୋଦାବରୀଶ ମହାପାତ୍ର, ନନ୍ଦକିଶୋର ବଳ ହେଉଛି କୁନ୍ତଳା କୁମାର ସାବତ ଆଉ ଉପେନ୍ଦ୍ର ଦାସ। ତ ଆର କରେକ୍ଟ ଆନ୍ସର ହେଉଛି ଗୋଦାବରୀଶ ମହାପାତ୍ର। ନୀଳ ମାଷ୍ଟ୍ରିଆନର ରିଟେନ୍ କିଏ ଲେଖିଥିଲେ? ନେକ୍ସଟ ରହିବ, ହ୍ୱେନ୍ ଡିଡ୍ ଦ ପାଇକ ରିଭିଲିୟନ ବା ପାଇକ ବିଦ୍ରୋହ ଅକର୍ସ ଓଡ଼ିଶା ଇଷ୍ଟ ଇଣ୍ଡିଆ ବ୍ରିଟିଶ ଇଣ୍ଡିଆ କମ୍ପାନୀ? ଆପଣଙ୍କର ବ୍ରିଟିଶ ଏଗନେଷ୍ଟ ଗୋଟେ ଓଡ଼ିଶାର ପାଇକ ବିଦ୍ରୋହ ହେଇଥିଲା, ତାର ହେଉଛି କେବେ ହେଇଥିଲା? ଆପଣ ବହୁତ ଇଜି କ୍ୱେଶ୍ଚନଟା 1817 ମସିହାରେ ହେଇଥିଲା। ନିହାତି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ରହିବ। এইটা মোস্ট ইম্পর্টান্ট রহব। নেম দ প্লেস হোয়ার টেম্পল অଲାରନାଥ ସିଚୁଏଟେଡ୍ ଅଲ୍ ପିଲିଗ୍ରିମ୍ ଭିଜିଟ୍ ଡ୍ୟୁରିଂ ଦ ହେଉଛି ଅନବସର ପିରିୟଡ଼ ଲର୍ଜ। ଯେତେବେଳେ ଆପଣଙ୍କର ଜଗନ୍ନାଥଙ୍କୁ ଜ୍ୱର ହୁଏ ସେ ଯାଇକି ଅଲାରନାଥରେ ରୁହନ୍ତି, ସେତେ ପୁରୀରେ ଦେଖା ଦିଅନ୍ତି। ସେଇ ଟାଇମ୍ରେ ହେଉଛି ଏଇ ଯେଉଁ ଅଲାରନାଥଟା କେଉଁଠି? ଅଲାରନାଥଟା କେଉଁଠି ନା ବ୍ରହ୍ମଗିରିରେ। କେଉଁଠି ହେଉଛି? ବ୍ରହ୍ମଗିରି। ନିହାତି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ରହିବ। ଆଜିର ଲାଷ୍ଟ କ୍ୱେଶ୍ଚନ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ରହିବ, ନୋଟ୍ କରି ରଖିବେ। ଯଦି ଆପଣମାନଙ୍କୁ କ୍ଲାସ୍ ଭଲ ଲାଗୁଛି ନିହାତି ଲାଇକ୍ କରିବେ, ସବସ୍କ୍ରାଇବ୍ କରି ସାଙ୍ଗମାନଙ୍କ ସହିତ ସେୟାର କରିବେ। ଓଡ଼ିଶା ଜିକେ ପାଇଁ କୌଣସି ଉରୁଟି ହେବନି, ସବୁ ମୁଁ ଡିଟେଲ୍ସ ପ୍ରୋଭାଇଡ଼ କରିବି। ହୁ ରୁଟ୍ ହେଉଛି ମାଟି ମଟାଳ? ମାଟି ମଟାଳର ହେଉଛି ରଚୟିତା କିଏ? ହୁ ରୁଟ୍ ହେଉଛି ମାଟି ମଟାଳ, ଯାହାକି ଗୋପୀନାଥ ମହାନ୍ତି। କରେକ୍ଟ ଆନ୍ସର ହେଉଛି ଗୋପୀନାଥ ମହାନ୍ତି। ଇଏ ରହିଲା ହେଉଛି ଆଜିର କ୍ୱେଶ୍ଚନ। ଆପରେ ଆପଣଙ୍କର ପାର୍ଟ 10 ଆସିବ। ଯଦି ଆପଣମାନେ ବିଫୋର୍ ଦେଖିନାହାନ୍ତି, ଆପଣମାନେ ଭିଜିଟ୍ ଓଡ଼ିଶା ଜିକେର ଗୋଟେ ଆପଣଙ୍କର ପ୍ଲେଲିଷ୍ଟ ହେଇଛି, ଆପଣମାନେ ସେଠି ଭିଜିଟ୍ କରିକି ସବୁ ଜିକେ ଦେଖିପାରିବେ। ଠିକ୍ ଅଛି, ଥ୍ୟାଙ୍କ ୟୁ।